ମ୍ୟାଜିକ୍ ବହି ବିଷୟରେ ଜାଣିବା। ମ୍ୟାଜିକ୍ ବହିର ପ୍ରଥମରେ ଅଛି ଏହା କିପରି ଏକ ମହାନ ରହସ୍ୟ ଉଦ୍ଘାଟନ କରାଯାଇଛି ତାରି ବିଷୟରେ ଅଛି। ବହୁତ ଜିନିଷ ପବିତ୍ର ବାଇବଲରେ ଲେଖା ହୋଇଥିବାରୁ ଗ୍ରହଣ କରାଯାଇଛି। ଶତାବ୍ଦୀ ଶତାବ୍ଦୀ ଧରି ଅନେକ ଲୋକଙ୍କୁ ଯାହା ଆଶ୍ଚର୍ଯ୍ୟଚକିତ ଦ୍ୱନ୍ଦ୍ୱଗ୍ରସ୍ତ ଭ୍ରମିତ କରି ଆସିଛି ସେମିତି ସେଣ୍ଟେନ୍ସରେ ମୁଁ ଆପଣଙ୍କୁ କହୁଛି। ଯାହାଙ୍କ ପାଖରେ ଅଛି ସେମାନଙ୍କୁ ଅଧିକ ଦିଆଯିବ ଏବଂ ସେମାନେ ପ୍ରଚୁରତାରେ ରହିବେ, ଆବଣ୍ଡାନ୍ସରେ ରହିବେ। ଯାହାଙ୍କ ପାଖରେ ନାହିଁ ସେମାନଙ୍କ ପାଖରୁ ଯାହା ଅଛି ତାହା ମଧ୍ୟ ନିଆଯିବ। ଏଇ ଯୋଉ ପାରାଗ୍ରାଫଟା ଅଛି ଆପଣଙ୍କୁ କେମିତି ଲାଗୁଛି? ଏଇ ଅଂଶଟି ପଢିଲା ବେଳେ ଏହା ଅନ୍ୟାୟ ପରି ଲାଗୁଛି, କାରଣ ଏହା ମନେ ହୁଏ ଧନୀ ଅଧିକ ଧନୀ ହେବେ ଏବଂ ଗରିବ ଅଧିକ ଗରିବ ହେବେ। କିନ୍ତୁ ଏହି ଅଂଶରେ ଗୋଟିଏ ଧାଡି ମଧ୍ୟ ଏମିତି ଅଛି ଯୋଉଠି ରହସ୍ୟ ଲୁଚିକି ଅଛି। ଯେତେବେଳେ ଆପଣ ଏହାକୁ ବୁଝିବେ ଆପଣଙ୍କ ପାଇଁ ଏକ ନୂତନ ଜଗତ ଖୋଲିଯିବ। ସେହି ରହସ୍ୟର ଉତ୍ତର ଗୋଟିଏ ଲୁଚିଥିବା ଶବ୍ଦରେ ଅଛି କୃତଜ୍ଞତା। ଅର୍ଥାତ୍ ଯାହାଙ୍କ ପାଖରେ କୃତଜ୍ଞତା ଅଛି ସେମାନଙ୍କୁ ଅଧିକ ଦିଆଯିବ ଏବଂ ସେମାନେ ହିଁ ପ୍ରଚୁରତାରେ ରହିବେ। ଯାହାଙ୍କ ପାଖରେ କୃତଜ୍ଞତା ନାହିଁ ସେମାନଙ୍କ ମଧ୍ୟରେ ସେମାନଙ୍କ ପାଖରୁ ଯାହା ଅଛି ତାହା ସବୁ ଛଡେଇ ନିଆଯିବ। ଏହା ହେଉଛି ବ୍ରହ୍ମାଣ୍ଡର ନିୟମ। ଗୋଟିଏ ଲୁଚିଥିବା ଶବ୍ଦର ଅର୍ଥ ବୁଝିବା ସହିତ ଏହି ଗୁଢ ବାକ୍ୟକୁ ସ୍ପଷ୍ଟ ହେଇଯାଏ। ବହୁତ ସମୟରେ ଆମେ ବହୁତ ବହି ପଢିବାକୁ ଇଚ୍ଛା କରୁ। କିଛି ଲୋକ ବହି ପଢି ଦିଅନ୍ତି ଏବଂ କିଛି ଲୋକ ବହି ପଢି ସାରିଲା ପରେ ତାକୁ ଭୁଲି ଯାଆନ୍ତି। ଆଉ କିଛି ଲୋକ ସେ ବହି ପଢିଥିବା ଜ୍ଞାନକୁ ନିଜ ଲାଇଫରେ ମଧ୍ୟ ଅଭ୍ୟାସ କରନ୍ତି। ଠିକ ସେମିତି ଏଇ ପୁସ୍ତକରେ ଥିବା ଯୋଉ ଶବ୍ଦ ଅଛି, ଯୋଉ ଅର୍ଥ ଅଛି, ଯାହା ଅଛି ଯଦି ଆପଣ ଜୀବନରେ ପ୍ରାକ୍ଟିସରେ ଆଣିବେ ତେବେ ତାହାର ବିଭିନ୍ନ ପ୍ରକାରର ଯୋଉ ମ୍ୟାଜିକ କୁହାଯାଏ ମିରାକିଲ ହବ। ତେବେ ଆସନ୍ତୁ ଭିତରକୁ ଯିବା ଏବଂ ଭିଡିଓଟାକୁ ସମ୍ପୂର୍ଣ୍ଣ ଭାବରେ ଶୁଣିବେ। 2000 ବର୍ଷ ବିତିଗଲାଣି, ଶବ୍ଦ ଗୁଡିକ ମଧ୍ୟ ସେମିତି ହିଁ ସତ୍ୟ ଅଛି ଯେଗୁଡାକ ପ୍ରଥମରେ ଲେଖା ହେଇଥିଲା। ଯଦି ଆପଣ କୃତଜ୍ଞ ହେବାକୁ ସମୟ ନେବେନି ଆପଣଙ୍କ ପାଖରେ କେବେ ଅଧିକ ହେବନି ଏବଂ ଯାହା ଅଛି ତାହା ମଧ୍ୟ ହରେଇ ଦେବେ। ତ କୃତଜ୍ଞତା ଚମତ୍କାର ଏଇ ଶବ୍ଦରେ ଅଛି। ଯଦି ଆପଣ କୃତଜ୍ଞ ଆପଣଙ୍କୁ ଅଧିକ ଦିଆଯିବ ଏବଂ ଆପଣ ପ୍ରଚୁରତା ତଥା ଆବଣ୍ଡାନ୍ସରେ ରହିବେ। କୋରାନରେ ମଧ୍ୟ କୃତଜ୍ଞତାର ପ୍ରତିଶ୍ରୁତି ଦିଆଯାଇଛି। ସେଥିରେ ମଧ୍ୟ କୁହାଯାଇଛି ଯଦି ତୁମେ କୃତଜ୍ଞ ହବ ମୁଁ ତୁମକୁ ଅଧିକ ଦେବି, କିନ୍ତୁ ଯଦି ତୁମେ ଅକୃତଜ୍ଞ ହବ ମୋର ଶାସ୍ତି ନିଶ୍ଚୟ ଗୁରୁତର ହବ। ଆପଣ କେଉଁ ଧର୍ମକୁ ଅନୁସରଣ କରନ୍ତି କିମ୍ବା ଧାର୍ମିକ ହୁଅନ୍ତୁ କି ନାହିଁ, ପବିତ୍ର ଶବ୍ଦ ଗୁଡିକ ଆପଣଙ୍କ ଜୀବନରେ ଲାଗୁ ହୁଏ। ଏହା ବିଜ୍ଞାନ ଓ ବ୍ରହ୍ମାଣ୍ଡର ଏକ ମୌଳିକ ନିୟମକୁ ବ୍ୟାଖ୍ୟା କରେ। ଏହା ଏକ ସାର୍ବଜନୀନ ନିୟମ ଯାହାକୁ ଆମେ ୟୁନିଭର୍ସାଲ ଲ ବୋଲି କହିପାରିବା। ଗ୍ରାଟିଟ୍ୟୁଡ ବା କୃତଜ୍ଞତା ଏକ ସାର୍ବଜନୀନ ନିୟମ ଯାହା ସମସ୍ତଙ୍କ ପାଇଁ କାମ କରେ, ଯାହା ଆପଣଙ୍କର ସମଗ୍ର ଜୀବନକୁ ନିୟନ୍ତ୍ରଣ ବି କରିପାରେ। ଲ ଅଫ୍ ଆଟ୍ରାକ୍ସନ କିମ୍ବା ଆକର୍ଷଣ ନିୟମ ଅନୁଯାୟୀ ସମାନ ସମାନକୁ ଆକର୍ଷିତ କରେ। ଲାଇକ୍ ଆଟ୍ରାକ୍ଟସ୍ ଲାଇକ୍। ଆପଣ ଯାହା ଚିନ୍ତା କରନ୍ତି ଏବଂ ଯାହା ଅନୁଭବ କରନ୍ତି ସେଇ ଜିନିଷ ଆପଣ ଜୀବନକୁ ଆକର୍ଷିତ କରନ୍ତି। ଯଦି ଆପଣ ଭାବନ୍ତି ମତେ ମୋର କାମ ଭଲ ଲାଗୁନି, ମୋ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ, ମୁଁ ମୋର ସଠିକ ସାଥୀକୁ ପାଉନାହିଁ, ମୋର ଜୀବନରେ ଅସୁବିଧା ହିଁ ଭରିକି ରହିକି ଅଛି, ତେବେ ଆପଣ ସେହି ପ୍ରକାର ଅଭିଜ୍ଞତାକୁ ଆକର୍ଷିତ କରିବେ। କିନ୍ତୁ ଯଦି ଆପଣ ଭାବନ୍ତି ମୁଁ ମୋର କାମକୁ ଭଲ ପାଏ, ମୋର ପରିବାର ବହୁତ ସହଯୋଗୀ, ଆଜି ମୁଁ ଅଦ୍ଭୁତ ଅନୁଭବ କରୁଛି, ଆଜି ମୁଁ ଭଲ ଲାଗୁଛି ଏବଂ ଆପଣଙ୍କ ମନରୁ କୃତଜ୍ଞତା ଅନୁଭବ କରନ୍ତି, ତେବେ ଆପଣ ଅଧିକ ସୁଖଦ ଘଟଣାକୁ ଆକର୍ଷିତ କରିବେ। କୃତଜ୍ଞତା ଚୁମ୍ବକ ପରି କାମ କରେ। ଯେତେ କୃତଜ୍ଞତା ସେତେ ଅଧିକ ପ୍ରଚୁରତା। ଯେତେ ଆପଣ ଗ୍ରାଟିଟ୍ୟୁଡ ଦେବେ ସେତିକି ଆପଣଙ୍କ ପାଖରେ ଆବଣ୍ଡାନ୍ସ ଆସିବ। ଆପଣ ଶୁଣିଥିବେ ଯାହା କରିବ ତାହା ଫେରି ଆସିବେ। କର୍ମର ନିୟମରେ ବି ଯାହା ଅଛି, ଆଜି ବୁଣିବେ ତାକୁ କାଲି ଫଳରେ ପାଇବେ। ଏମିତି ବହୁତ ଗୁଡାକ ୟୁନିଭର୍ସାଲ ଲ କୁ ଏହା ବୁଝେଇଥାଏ। ଆଉ ଆଇଜାକ୍ ନ୍ୟୁଟନ ବି ତ କହିଛନ୍ତି ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ଥାଏ। କୃତଜ୍ଞତାର ଏହାର ଅର୍ଥ ହେଉଛି ପ୍ରତ୍ୟେକ ଧନ୍ୟବାଦ ଦେବାର କ୍ରିୟା ଗ୍ରହଣ କରିବାର ପ୍ରତିକ୍ରିୟା ସୃଷ୍ଟି କରେ। ଆପଣ ଯେତେ ଅଧିକ ସତ୍ୟ ଓ ଗଭୀର ଭାବରେ କୃତଜ୍ଞତା ଅନୁଭବ କରିବେ ସେତେ ଅଧିକ ପାଇବେ। ତେବେ କୃତଜ୍ଞତାର ଗୋଟେ ଗୋଲ୍ଡେନ ରୁଲ ଅଛି। ହଜାର ହଜାର ବର୍ଷ ଧରି କୃତଜ୍ଞତାର ଶକ୍ତି ପ୍ରଚାର ହେଇଛି। ଖ୍ରୀଷ୍ଟ ଧର୍ମ, ଇସଲାମ, ବୌଦ୍ଧ ଧର୍ମ, ହିନ୍ଦୁ ଧର୍ମ, ଶିଖ ଧର୍ମ, ସମସ୍ତ ଧର୍ମର ମୂଳରେ କୃତଜ୍ଞତା ରହିଛି। ମହମ୍ମଦ କହିଥିଲେ ତୁମେ ପାଇଥିବା ପ୍ରଚୁରତା ପାଇଁ କୃତଜ୍ଞତା ହେଉଛି ସେହି ପ୍ରଚୁରତା ଚାଲୁ ରଖିବାର ସର୍ବୋତ୍ତମ ନିଶ୍ଚୟତା। ବୁଦ୍ଧ ମଧ୍ୟ କହିଥିଲେ ତୁମ ପାଖରେ କୃତଜ୍ଞତା ଏବଂ ଆନନ୍ଦ ବ୍ୟତୀତ ଅନ୍ୟ କିଛି ନାହିଁ। ଲାଓ ସୁ ମଧ୍ୟ କହିଥିଲେ ତୁମେ ଯଦି ଜୀବନକୁ ଯେପରି ଅଛି ସେପରି ଭଲ ପାଅ ଦିନେ ସମଗ୍ର ବିଶ୍ୱ ତୁମର ହବ। କୃଷ୍ଣ ମଧ୍ୟ କହିଛନ୍ତି ଯାହା ମିଳେ ତାହାକୁ ଆନନ୍ଦର ସହିତ ଗ୍ରହଣ କର।
ଯୀଶୁ ମଧ୍ୟ କହିଥିଲେ ଚମତ୍କାର ପୂର୍ବରୁ ଧନ୍ୟବାଦ କହିଥିଲେ। ସେମିତି ଟେକ୍ସ ମେ ମଧ୍ୟ କହିଥିଲେ ପ୍ରତ୍ୟେକ ସକାଳେ ଉଠିବା ବେଳେ ଆଲୋକ ପାଇଁ, ଜୀବନ ପାଇଁ, ଶକ୍ତି ପାଇଁ ଧନ୍ୟବାଦ ଦିଅନ୍ତୁ। ଖାଦ୍ୟ ପାଇଁ ଏବଂ ଜୀବନର ଆନନ୍ଦ ପାଇଁ ଧନ୍ୟବାଦ ଦିଅନ୍ତୁ। ଯଦି ତୁମେ ଧନ୍ୟବାଦ ଦେବାର କାରଣ ନ ଦେଖି ପାରୁଛ, ତେବେ ତ୍ରୁଟି ତୁମ ମନରେ ଅଛି। ଇତିହାସରେ ଅନେକ ମହାନ ବ୍ୟକ୍ତି ଯେମିତି ଗାନ୍ଧୀ, ମଦର ଟେରେସା, ମାର୍ଟିନ ଲୁଥର କିଙ୍ଗ, ଆଇନଷ୍ଟାଇନ, ନ୍ୟୁଟନ କୃତଜ୍ଞତାକୁ ଜୀବନର ମୂଳ ଶକ୍ତି ଭାବେ ଗ୍ରହଣ କରିଥିଲେ। ଆଲବର୍ଟ ଆଇନଷ୍ଟାଇନ ତାଙ୍କ ସଫଳତା ପାଇଁ ଅନ୍ୟମାନଙ୍କୁ ସଦାସର୍ବଦା ଧନ୍ୟବାଦ ଦଉଥିଲେ। ସେ ଦିନକୁ ଶତାଧିକ ଥର ଅନ୍ୟମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଥିଲେ। ଆଇଜାକ୍ ନ୍ୟୁଟନ କହିଥିଲେ ଯେ ସେ ମହାନ ବ୍ୟକ୍ତି ମାନଙ୍କର ଉପରେ ହିଁ ତାଙ୍କ ମନକୁ ବାନ୍ଧିଥିଲେ, ଅର୍ଥାତ୍ ସେ ନିଜ ପୂର୍ବଜ ମାନଙ୍କ ମଧ୍ୟ ପ୍ରତ୍ୟେକ ଦିନ କୃତଜ୍ଞତା ଦଉଥିଲେ। ତେବେ ଲେଖିକା ଏଥିରେ କହିଛନ୍ତି ଯେ କୃତଜ୍ଞତା ବିନା ଜୀବନ କେମିତି ଥିଲା ଏବଂ କୃତଜ୍ଞତା ଜୀବନର ଯେତେବେଳେ ଆପଣ ଅଂଶ ବୋଲି ଭାବିଛନ୍ତି ଜୀବନ ବହୁତ ପରିବର୍ତ୍ତନ ହେଇଯାଏ। ଯଦି କେହି ତାଙ୍କୁ ଲେଖିବା ପୂର୍ବରୁ କିଏ ପଚାରିଥାନ୍ତା ତୁମେ କୃତଜ୍ଞ କି, ମୁଁ କହିଥାନ୍ତି ହଁ ନିଶ୍ଚୟ। କିନ୍ତୁ ସତ ହେଲା ଆମେ ସମସ୍ତେ ଭାବୁଛେ ହଁ ଆମେ କୃତଜ୍ଞତା ଜଣାଇ ଦଉଛୁ, ଧନ୍ୟବାଦ ଦଉଛୁ, ସେଥିରେ କେହି କୃତଜ୍ଞ ହେଇଯାଆନ୍ତି। ଧନ୍ୟବାଦ କହିଦେଲେ କେହି ଧନ୍ୟବାଦର ଯୋଉ ଅନୁଭବ ନ କରିକି କେବେ କହି ହୁଏ। କୃତଜ୍ଞତା ବିନା ମୋର ଜୀବନ କଷ୍ଟଦାୟକ ଥିଲା ବୋଲି ଲେଖିକା କହିଛନ୍ତି। ତାଙ୍କ ଋଣ ବଢୁଥିଲା, ଚାପ ବଢୁଥିଲା, ସମ୍ପର୍କ ଗୁଡିକ ମଧ୍ୟ ଦୁର୍ବଳ ହେଇଯାଉଥିଲା ଏବଂ ସେ ଦିନକୁ ଦିନ ଅଳ୍ପରୁ ଅଳ୍ପ କିଛି ବଞ୍ଚୁଥିଲେ। ଆଉ ସବୁ ସମୟ ତାଙ୍କର ଏଇ ସବୁ ଚାପଗ୍ରସ୍ତ ଜୀବନରେ ପରିଣତ ହେଇଥିଲା। କିନ୍ତୁ ଯେତେବେଳେ ସେ ଜୀବନର ଏହି ରହସ୍ୟକୁ ଖୋଜିକି ପାଇଲେ, ପ୍ରତିଦିନ କୃତଜ୍ଞତାର ଅଭ୍ୟାସ ଆରମ୍ଭ କଲେ, ତାପରେ ତାଙ୍କର ସମଗ୍ର ଜୀବନ ପରିବର୍ତ୍ତନ ହେଇଥିଲା। ସେ ଋଣମୁକ୍ତ ହେଲେ, ସମ୍ପର୍କ, ସ୍ୱାସ୍ଥ୍ୟ, କାମ ସବୁ ତାଙ୍କର ଭଲ ହେବାରେ ଲାଗିଲା। ପ୍ରତିଦିନ ଜୀବନର ଭଲ ଘଟଣା ଘଟିବାକୁ ଲାଗିଲା। ସବୁଠାରୁ ବଡ କଥା ହେଲା ତାଙ୍କର ଶକ୍ତି ଓ ଖୁସି ମଧ୍ୟ ବଢିଗଲା। ଜୀବନରେ ପ୍ରଥମ ଥର ପାଇଁ ସତ୍ୟର ଖୁସି ସେ ଅନୁଭବ କରିପାରିଥିଲେ। କୃତଜ୍ଞତାର ଯୋଉ ଅଭ୍ୟାସ ତାଙ୍କ ଜୀବନରେ ପରିବର୍ତ୍ତନ କରିଥିଲା ଏବଂ ସମଗ୍ର ଜୀବନ ଚମତ୍କାର ଭାବେ ବଦଳିଗଲା। ତେବେ ଏଥିରେ ଏହା ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ପ୍ରଥମେ ସବୁଦିନ ସକାଳୁ ଉଠି କୃତଜ୍ଞତାର ଅଭ୍ୟାସ କରନ୍ତୁ, 10ଟି ଆଶୀର୍ବାଦ ଲେଖନ୍ତୁ ଏବଂ 10ଟି କୃତଜ୍ଞତାର କାରଣକୁ ଲେଖନ୍ତୁ। ଦେଖିବେ ତାର ପରେ ଜୀବନରେ କଣ ପରିବର୍ତ୍ତନ ହଉଛି ଏବଂ ତାର ନେକ୍ସଟ ଭିଡିଓରେ ମୁଁ ଆଉ କିଛି ସିକ୍ରେଟ ଆପଣଙ୍କ ସାଙ୍ଗରେ ସେୟାର କରିବି। ଭିଡିଓଟିକୁ ମନ ଦେଇ ଶୁଣିଥିବାରୁ ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ବହୁତ ବହୁତ ଧନ୍ୟବାଦ।